ବାରଙ୍ଗରେ ଛୁରାମାଡ଼ ହୋଇଛି 4 ଜଣ ଆହତ ହୋଇଥିବା ଖବର ସାମ୍ନାକୁ ଆସୁଛି। ତେବେ ଆଇଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ବେଳେ ଛୁରାମାଡ଼ ଓ କାଚ ବୋତଲରେ ଆକ୍ରମଣ ହୋଇଛି। ଏନେଇ ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି। ଭୁବନେଶ୍ୱର ନନ୍ଦନ ବିହାର ଅଞ୍ଚଳରେ ରହୁଥିବା ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗ୍ରାମର ଲକ୍ଷ୍ମୀଧର ରାଉଳ ଶାଶୁଙ୍କ ଶୁଦ୍ଧି ଘର ପାଇଁ ପରିବାର ସହ ବାରଙ୍ଗ ବ୍ଲକ ନିକଟ ପୁରୀ ମୁଖ୍ୟ କେନାଲକୁ ଆସିଥିଲେ। ଏହି ସମୟରେ ପପୁ ନାମକ ଯୁବକ ଦ୍ରୁତ ଗତିରେ ବାଇକ୍ ନେଇ ସେହି ବାଟରେ ଯାଇଥିଲେ। ଏଭଳି ଗାଡ଼ି ନ ଚଲାଇବାକୁ ପପୁଙ୍କୁ ଡାକି ଲକ୍ଷ୍ମୀଧରଙ୍କ ପୁଅ ଆକାଶ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପପୁ ତାର ସହଯୋଗୀମାନଙ୍କୁ ଡାକି ସମସ୍ତଙ୍କୁ ମାରଧର କରିଥିଲା। ଏପରିକି ଲକ୍ଷ୍ମୀଧର ଓ ତାଙ୍କ ପୁଅ ଆକାଶକୁ ଛୁରୀ ଓ କାଚ ବୋତଲରେ ମଧ୍ୟ ଆକ୍ରମଣ କରିଥିଲା। ଏଥିସହିତ ଆକାଶଙ୍କ ବାଇକ୍କୁ ନେଇ ପଳାଇ ଆସିଥିଲେ ବୋଲି ବାରଙ୍ଗ ଥାନାରେ ଲକ୍ଷ୍ମୀଧରଙ୍କ ପତ୍ନୀ ସୁକାନ୍ତି ଅଭିଯୋଗ କରିଛନ୍ତି। ଆମେ ଆସିଥିଲୁ ଆମ ଆଈଙ୍କର ମୂର୍ତ୍ତିକାକୁ ଦଶ କାମ କରିବାକୁ ଟୁଠକୁ ଆସିଥିଲୁ ବାଙ୍ଗ ନାଳ ପାଖକୁ। ସେଠି ଗୋଟେ ପିଲାଟା ଗାଡ଼ି ଧରିକି ଗଛ ରହୁଥିଲା, ତାଙ୍କୁ ମୁଁ କହିଲି ଭାଇ କି ଟିକେ ଦେଖିକି ଗାଡ଼ି ଚଲା। ସେଥିପାଇଁ ସେ ତାର ମୋ ଯୁକ୍ତରେ ଝଗଡ଼ା ହେଲା। ସେଠି ହେଲା ପରେ ମୁଁ ତାକୁ ମନା ହେଇକି ଝଗଡ଼ାରେ ରହିଥିଲୁ। ତା ବାବା ସେ ଦାଦା ତାଙ୍କ ସମସ୍ତେ ଫ୍ୟାମିଲି ନେଇକି ଆସିଲେ ମୋତେ ବାଡ଼ିବା ପାଇଁ। ସେଠି ମୋ ପିଠିରେ ଛୁରୀ ମାରିଛି। ମୋ ବାବାଙ୍କୁ ଜଗିଥିଲେ, ବାବାଙ୍କୁ ବାଡ଼େଇଛନ୍ତି। ସମସ୍ତେ ଅଟକେଇଲେ, ସମସ୍ତେ ବନ୍ଧୁବାନ୍ଧବ ସେ ସମସ୍ତେ ମନା କଲେ ଯେ ବାଡ଼ାବାଡ଼ି କରନି, ପୁଅ ଝଗଡ଼ା କରନି, ତୁ ଧୋଇକାଟା ସରିଯାଉ, ମିଟିଂ କରି ଫାଇନାଲ୍ କରିବା। ସେ କେହି ଶୁଣିଲେନି। ତାର ମୋ ଦାଦା ଅଟକେଇଲେ, ମୋ ଦାଦାଙ୍କ ହାତକୁ ଛୁରୀ ପାଇଛି। ବାବା ଅଟକେଇଲେ, ବାବାଙ୍କ ହାତକୁ ବି ଛୁରୀ ପାଇଛି। ଥାନା ଅଭିଯୋଗ କରିଛୁ। ଏବେ କାଗଜ ନେଇଛନ୍ତି, ଏବେ ତାହେଲେ କିଛି କହିନାହାନ୍ତି ତାଙ୍କ ପଟୁ। ସାର୍ ଆମ ଗାଡ଼ି ବି ନେଇଯାଇଛନ୍ତି, ମୋତେ ବାଡ଼ି ସାର୍ ମୋ ଗାଡ଼ି ବି ନେଇଯାଇଛନ୍ତି। ଯେତେବେଳେ ଗାଡ଼ିଟା ଧରିକି ଭାସକି ପୁରେଇଲେ, ପିଲା କହିଲେ ଆରେ ଗାଡ଼ିଟା ଏତେ ଜୋରରେ ପୁରଉଛୁ, କାହାକୁ ବାଜିଯିବ, ଛୋଟ ଛୁଆ ଅଛନ୍ତି, କାହାକୁ ବାଜି ବୁଝିଯିବ, ଏମିତି କ'ଣ ଗାଡ଼ି ଚଲାଉଛୁ, ତୋର ଗାଡ଼ିଟା ରଖୁନୁ। ରଖିକି କ'ଣ କଥାବାର୍ତ୍ତା ଅଛି ଯଦି ହଁ କହିଲା କ'ଣ ଆଉ ଆଗେ ସେ କିଛି ନ କହି ରଖିକିରି ଆସିକି ସାଙ୍ଗେ ସାଙ୍ଗେ ଗାଡ଼ି ଆରମ୍ଭ କଲେ। ଯେଉଁ କିଏ କାଚ ବୋତଲ ଭାଙ୍ଗିକିରି ଆଣିକିରି ପୁରେଇଲା, ଆଉ କିଏ ଠେଙ୍ଗାରେ ବାଡ଼େଇଲେ, କିଏ ପଟାରେ ବାଡ଼େଇଲେ, କିଏ ବୁଜାଲି ଧରିକିରି ଆସିକି ବାଡ଼େଇଲେ। ଏଇ ପ୍ରକାର ଅବସ୍ଥା କଲେ। ଆଉ ପୋଲିସ ପାଖରେ ଆମେ ଦେଇଛୁ, ପୋଲିସ ନେଇଛନ୍ତି ରିପୋର୍ଟ, କିଛି କହିନାହାନ୍ତି। ଆମେ ବହିଛୁ। ଆମେ ଚାହୁଁଛୁ ଆଜ୍ଞା ସାର୍, ଏଇଟା ଆମର କେମିତି ଭଲରେ ଆମକୁ ନ୍ୟାୟ ମିଳୁ।